आई वाज क्लोज बोथ टू विजु पट्टनायक एंड जानी पट्टनायक। विजु पट्टनायक और जानी बाबू सहित पूरा क्लोज थे। କାରଣ ବିଜୁ ପଟ୍ଟନାୟକ ଆଉ ଜାନି ପଟ୍ଟନାୟକ କ୍ଲୋଜ୍ ହେବାର କାରଣ ମୁଁ କହିଲି ମୁଁ ତ କଂଗ୍ରେସରେ ମିଶିଲି ଯେତେବେଳେ हाँ ସେତେବେଳେ ବିଜୁ ପଟ୍ଟନାୟକ କଂଗ୍ରେସରେ ଥିଲେ Okay. ପ୍ରଥମ ଅବସ୍ଥାରେ। ତାପରେ ସିନା ବିଭାଜନ ହେଲା, हम्म ମୁଁ ବିଜୁ ପଟ୍ଟନାୟକ ଘରେ ହିଁ କଂଗ୍ରେସ ପାର୍ଟିରେ ମିଶିଥିଲି। और विजु पट्टनायक घरे ଆନନ୍ଦ ଭବନ, କଟକ ଆନନ୍ଦ ଭବନ। ओके ସେ ଗୋଟେ କାହାଣୀ ସେ କାହିଁକି ଡାକିଥିଲେ ଛାତ୍ର ନେତାମାନଙ୍କୁ। ହଁ। ମୁଁ ଛାତ୍ର ନେତା ହିସାବରେ ଯାଇଥିଲି ଏବଂ ସେଇଠି ପ୍ରଥମେ ତାଙ୍କ ହାତରେ କଂଗ୍ରେସ ଏବଂ ତାଙ୍କ ମିଟିଂ ପାଇଁ ଆୟୋଜନ କରିଥିଲି। ତେଣୁ ସେଇଟା ପ୍ରଥମ ତାଙ୍କ ହାତରେ। ତାପରେ ଜାନକୀ ବାବୁଙ୍କ ସାଙ୍ଗରେ ଜାନକୀ ବାବୁ ମୁଁ ତ ୟୁଥ୍ କଂଗ୍ରେସ ପ୍ରେସିଡେଣ୍ଟ ଥିଲି। हम्म ଆମେ ଗୋଟେ ଷ୍ଟଡି ସର୍କଲ୍ ବରାବର କରୁ କଟକରେ। ହଁ। ଆମ ଷ୍ଟଡି ସର୍କଲ୍ରେ ଆମେ ଯେଉଁ ଗେଷ୍ଟ ଡାକୁ ଆଲୋଚନା ପାଇଁକା ଆମେ ଜାନକୀଙ୍କୁ ଅଧିକାଂଶ ସମୟ ଡାକୁ। କାରଣ ଜାନକୀ ସେତେବେଳେ हम्म ଯେମିତି ଆପଣ ଓଡ଼ିଶାର ଗୋଟେ ଇଣ୍ଟେଲେକ୍ଚୁଆଲ ପର୍ସନ, ସେ ପ୍ରଜାତନ୍ତ୍ର ଇଷ୍ଟର୍ଣ୍ଣ ଟାଇମ୍ସର ଏଡିଟର ଥିଲେ। ହଁ। ସେଇ ସାର୍ ତାଙ୍କୁ ଡାକୁ। ଆମେ ଭାବୁ କେହି ତ ଜଣେ ବୁଦ୍ଧିଜୀବୀ ଯିଏକି କହିପାରିବେ କୌଣସି ବିଷୟରେ, हाँ ତ ତାଙ୍କୁ ଡାକୁ। ସେଇ ସାର୍ ରିଲେସନ୍ ଥିଲା। ଆଉ ତାଙ୍କ ହାତରେ ଘନିଷ୍ଠତା ଯୋଗୁଁ ସେ ତାପରେ କଂଗ୍ରେସରେ ଆସିଲେ। ହଁ। ମୁଁ ବି କଂଗ୍ରେସରେ ଥିଲି, ତାଙ୍କ ହାତରେ ଥିଲା। हाँ ବିଜୁ ପଟ୍ଟନାୟକ ହାତରେ ପ୍ରଥମରୁ ସମ୍ପର୍କ ଥିଲା। ଆଉ ବିଜୁ ପଟ୍ଟନାୟକ ଯେତେବେଳେ ଅପୋଜିସନ୍ ଏଠି ରହିଲେ, आज्ञा ଆପଣ ଜାଣନ୍ତୁ ହଁ। ଯେଉଁ ଦୀର୍ଘକାଳ ଧରି ସେ ଅପୋଜିସନ୍ରେ ରହିଲେ ଏବଂ ଆମେ ଖବରକାଗଜ ମୋ ଖବରକାଗଜ ଡେଲି ହେଇଗଲା, ଡେଲି ମଧ୍ୟ ଆମେ ମଧ୍ୟ ଭୁବନେଶ୍ୱର ରହିଲୁ। ହଁ। ମାଇ ରିଲେସନ୍ ୱିଥ୍ ବିଜୁ ପଟ୍ଟନାୟକ ଷ୍ଟିଲ୍ ଗ୍ରିଉ ଫାଷ୍ଟର। କାରଣ ଅପୋଜିସନ୍ ଯିଏ ରହିବ ହଁ। ତାର ସାମ୍ବାଦିକ ସମ୍ପର୍କ ବଢ଼ିବାକୁ ବାଧ୍ୟ।